ପଦ୍ମଶ୍ରୀ କମଳା ପୂଜାରୀଙ୍କର ଅବସ୍ଥା ଟିକେ ବିଗିଡ଼ି ଯାଇଛି। ଏହା ବୈଷୟିକ କାରଣ ହୋଇପାରେ। ଦୀର୍ଘ 3 ବର୍ଷ ହେଲା ସେ ଆମର ତତ୍ତ୍ୱାବଧାନରେ ଅଛନ୍ତି। ଆଉ କିଡନୀ ଡିଜିଜ୍ ତାଙ୍କ ଦେହରେ ଅଛି। ଆଉ ଆମେ ତାଙ୍କର ଯଥା ସାଧ୍ୟ ଚିକିତ୍ସା କରୁଅଛୁ। ପ୍ରତି ସପ୍ତାହରେ ଆମର ମେଡ଼ିକାଲ ଟିମ୍ ଯାଉଛନ୍ତି ତାଙ୍କ ଘରକୁ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଆସୁଛନ୍ତି। ମଝିରେ ବି ଥରେ ପଠା ହେଇଥିଲା SCB ମେଡ଼ିକାଲ କଲେଜକୁ। 2 ଦିନ ତଳେ ତାଙ୍କୁ ଥଣ୍ଡା ଜ୍ୱର କାଶ ହେଲା। ସେ ସଙ୍ଗେ ସଙ୍ଗେ ଆଉଟଡୋର ଆସିକିରି ତାଙ୍କ ANM ଆସିଥିଲେ, ତାଙ୍କର ଯିଏ ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଉପଦେଶ ଦେଲା। ସେ ସଙ୍ଗେ ସଙ୍ଗେ ଆସିଲେ, ଆଡମିସନ୍ ହେଲେ। ଆଉ ଆମେ ସଙ୍ଗେ ସଙ୍ଗେ ତାଙ୍କ ରକ୍ତ ପରୀକ୍ଷା କଲୁ। ସିରମ୍ କ୍ରିଏଟିନିନ୍ ଟିକେ ହାଇ ଅଛି। ଆଉ ସେ ଅନୁସାରେ ଆମେ ଟ୍ରିଟମେଣ୍ଟ କରୁଛୁ। ଆଉ ଯଦି କଣ ଡିଜିଜ୍ କଣ ଅଛି? ତାଙ୍କର କିଡନୀ ଡିଜିଜ୍ ଅଛି। ମାନେ ସିକେଡି ହଁ ସେ ହଁ ହେଲା ସମସ୍ୟା ଅଛି। ବୈଷୟିକ କାରଣ କିଛି ବି କାରଣ ବି ହେଇପାରେ। ସାର୍ ଜୟପୁର କୋରାପୁଟ ଶହୀଦ ଲକ୍ଷ୍ମଣ ମେଡିକାଲ କଲେଜରେ ଚିକିତ୍ସା ହେଇପାରିବନି? ସେଠି କେହି କିଡନୀ କନସଲଟେଣ୍ଟ ନାହାନ୍ତି। ଆମେ ଯାହା ଆମ ପାଖରେ ଯାହା ଖବର ଅଛି, ନେଫ୍ରୋଲୋଜିଷ୍ଟ SLN ମେଡିକାଲ କଲେଜରେ ନାହାନ୍ତି। କେବେ ତାଙ୍କୁ କଟକ ପଠେଇବେ? ଆଉ ଏଠି କଣ କେତେ ଜଣିଆ ଡାକ୍ତର ଟିମ୍ ଗଠନ କରିକି ଟ୍ରିଟମେଣ୍ଟ କରାଯାଉଥିଲା? ଆମେ ଆଜି ତାଙ୍କୁ ରିଫର କରିଛୁ। ଆଜି ଆମେ ସବୁ ପ୍ରିପେୟାର କରୁଛୁ କଟକ ପଠାଇବା ପାଇଁ। ସେଠି ସବୁ ବ୍ୟବସ୍ଥା କରାହେଲାଣି। ଏଠି ଆମର 5 ଜଣିଆ ଡକ୍ଟର ଟିମ୍ ଲାଗିଛନ୍ତି। 5 ଜଣ, ତା ବାଦ ବି ଅନ୍ୟ ଡକ୍ଟର ମାନେ ଯିଏ ଯେତେବେଳେ କଲ୍ରେ ଅଛନ୍ତି, ଯିଏ ଡ୍ୟୁଟିରେ ଅଛନ୍ତି, ସମସ୍ତେ ଆଟେଣ୍ଡ କରୁଛନ୍ତି। ଆଉ କଣ୍ଟିନ୍ୟୁ ତାଙ୍କର ତତ୍ତ୍ୱାବଧାନ ନିଆଯାଉଛି। ଆଉ ସବୁବେଳେ ଇନଭେଷ୍ଟିଗେସନ କରାଯାଉଛି। ଆଉ ସମସ୍ତେ ଦାୟିତ୍ୱ ନେଉଛନ୍ତି। କଟକ ସ୍ଥାନାନ୍ତର କରିବେ ALS ଆମ୍ବୁଲାନ୍ସ ବା BLS ନୂଆ ଆମ୍ବୁଲାନ୍ସରେ ଆମେ ପଠେଇବୁ କଟକ। ହଁ। କେତେ ଦିନ ଧରି ଟ୍ରିଟମେଣ୍ଟ ହେଲେଣି? ସେ 2 ଦିନ ହେଲା ଏଠାରେ। ତ କଟକ ସାର୍ ସାଥିରେ କିଏ ଯାଉଛନ୍ତି? ମେଡିକାଲ ଟିମ୍ ଯିବେ ଆମେ ନାଇଁ ଅଛନ୍ତି, ସେ ଗୋଟେ ALS ଟିମ୍ ଅଛନ୍ତି ଆମର। ସେମିତି କିଛି ଗୁରୁତର ସମସ୍ୟା ନାହିଁ। ଆମର ଟିମ୍ ଯିବେ ସାଥିରେ, ଯିଏ ଯିବା କଥା ସେଠି। ଏଠି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆସୁନି? ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥିର ଅଛି। ଉନ୍ନତି ତ ସେତୁରା ପରିଲକ୍ଷିତ ନହେଲେ ବି ରିପୋର୍ଟରେ ସେମିତି ଉନ୍ନତି ଆସୁନି। ଯେତିକି ଆଶାନୁରୂପ ନାଇଁ ସେୟା ନାହିଁ। ଆଶାନୁରୂପ ସଫଳ ନହେଲେ ତାଙ୍କୁ କେମିତି ଆମେ ତାଙ୍କୁ ତ ନ୍ୟାୟ ଦେବାକୁ ପଡ଼ିବ ନା। ସ୍ୱାସ୍ଥ୍ୟ ଉତ୍ତମ ପରୀକ୍ଷା ପାଇଁ ଆମେ ନେଫ୍ରୋଲୋଜିଷ୍ଟ କନସଲଟେସନ ନିହାତି ଦରକାର। ସେଥିପାଇଁ